ବିଜେଡି ସର୍ଭାଇଭ୍ କରିବ ନାହିଁ। ବିଜେଡିକୁ ଆଉ କେହି ବଞ୍ଚାଇ ପାରିବେନି। ନବୀନ ପଟ୍ଟନାୟକ ଆକ୍ଟିଭ ହଉ କି କଣ, ନବୀନ ପଟ୍ଟନାୟକ ଆଗରୁ କଣ ଥିଲା କି ଏବେ କଣ ଅଛି? ସରକାରୀ ତନ୍ତ୍ର ଦ୍ୱାରା ସେ ପରିଚାଳିତ ହେଉଥିଲା। ସରକାରୀ ତନ୍ତ୍ର ତାକୁ ସରକାର ବନେଇବାରେ ସାହାଯ୍ୟ କରୁଥିଲା। ନାଇଁ, ଗୋଡ଼ ତଳୁ ମାଟି ଖସିଗଲେ ସେମିତି ହୁଏ। ଯେତେବେଳେ ତାଙ୍କର ଅହଂ ଭାବ ଥିଲା ଯେ ମୁଁ ହିଁ ସବୁକିଛି, ମୁଁ ଚାହିଁଲେ ସବୁକିଛି କରିପାରିବି, ହାତ ହଲେଇ ଦେଲେ ଭୋଟ, ଏସବୁ ଯେତେବେଳେ ପଳେଇଗଲା କଣ କରିବେ? ଏବଂ ତାଙ୍କର ସବୁଥିରୁ ବଡ଼ ଦୁର୍ବଳତା ଥିଲା ସେ କାହାରି ସହିତ କଥା ହେଉନଥିଲେ। ଏ ସମାଲୋଚନା ଯେତେବେଳେ ତାଙ୍କୁ ବାରମ୍ବାର ହେଲା ସେ ନିଜର ଆଭିମୁଖ୍ୟ ବଦଳେଇଛନ୍ତି। ଆଉ କିନ୍ତୁ ମନ ଭିତରେ ସେଇ ଅହଂ ଭାବ ଅଛି। ଫଳପ୍ରଦ ହବ କି ନାହିଁ ଆଗାମୀ ଭବିଷ୍ୟତ କହିବ, ମୁଁ କଣ ପାଇଁ କହିଯିବି। ବିଜେଡି ସର୍ଭାଇଭ୍ କରିବ ନାହିଁ। ବିଜେଡିକୁ ଆଉ କେହି ବଞ୍ଚାଇ ପାରିବେନି। ନବୀନ ପଟ୍ଟନାୟକ ଆକ୍ଟିଭ ହଉ କି କଣ, ନବୀନ ପଟ୍ଟନାୟକ ଆଗରୁ କଣ ଥିଲା କି ଏବେ କଣ ଅଛି? ସରକାରୀ ତନ୍ତ୍ର ଦ୍ୱାରା ସେ ପରିଚାଳିତ ହେଉଥିଲା। ସରକାରୀ ତନ୍ତ୍ର ତାକୁ ସରକାର ବନେଇବାରେ ସାହାଯ୍ୟ କରୁଥିଲା। ସେଇଟା ଭାଙ୍ଗିଗଲା ପରେ ଆଉ କଣ ଅଛି? ଏବେ ତ ଆଉ ସରକାର ନାହାନ୍ତି ଯେ ବୁଥ୍ କ୍ୟାପଚର କରିବେ।